ରଶ୍ମିକାଙ୍କ ପାଇଁ ସହଜ ନଥିଲା ସଫଳତା। ଅଭିନେତ୍ରୀ ହେବାର ଚେହେରା ନାହିଁ କହି ଯେଉଁମାନେ ଦିନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ, ଆଜି ସେହି ରଶ୍ମିକା ମନ୍ଦାନା ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଦେଶର ଜଣେ ଆଗଧାଡ଼ିର ପାନ୍ ଇଣ୍ଡିଆ ସୁପରଷ୍ଟାର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। କର୍ଣ୍ଣାଟକରେ ଜନ୍ମିତ ରଶ୍ମିକାଙ୍କ ପିଲାଦିନ ଆର୍ଥିକ ସଂଘର୍ଷ ଭିତରେ କଟିଥିଲା, ଯେଉଁଠି ପରିବାର ପାଇଁ ଘର ଭଡ଼ା ଦେବା କିମ୍ବା ତାଙ୍କ ପାଇଁ ଖେଳନାଟିଏ କିଣିବା ବି କଷ୍ଟକର ବ୍ୟାପାର ଥିଲା। ଛାତ୍ରାବାସର ଶୃଙ୍ଖଳିତ ପରିବେଶରେ ବଢ଼ିଥିବା ରଶ୍ମିକା ପାଠପଢ଼ା ଅପେକ୍ଷା ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧିକ ମନୋନିବେଶ ବା ରୁଚି ରଖୁଥିଲେ। ଅଭିନେତ୍ରୀ ହେବାର ସ୍ୱପ୍ନ କେବେ ଦେଖିନଥିବା ରଶ୍ମିକା କଲେଜ ସମୟରେ କ୍ଲିନ୍ ଆଣ୍ଡ କ୍ଲିୟର ଟାଇମ୍ସ ଫେସ୍ ପ୍ରତିଯୋଗିତା ଜିତିବା ପରେ ମଡେଲିଂ ଏବଂ ଅଭିନୟର ସୁଯୋଗ ପାଇଥିଲେ। ତେବେ ସଫଳତାର ଏହି ବାଟ ଏତେ ସହଜ ନଥିଲା। କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ 20-25ଟି ଅଡ଼ିସନରୁ ରିଜେକ୍ଟ ହେବା ପରେ ମଧ୍ୟ ହାରି ନଥିଲେ ରଶ୍ମିକା। ନିଜର ପରିଶ୍ରମ ଜାରି ରଖିଥିଲେ। ସମସ୍ତ ବିଫଳତାକୁ ସଫଳତାର ସିଡ଼ି ଭାବେ ଗ୍ରହଣ କରି କ୍ୟାରିୟର ଆଗକୁ ବଢ଼ିଥିଲେ ଓ ସଫଳତା ମଧ୍ୟ ପାଇଥିଲେ।